ହଁ, କଥାଟା ହଉଛି ଆପଣ ଯାହାକୁ ନେଗ୍ଲେକ୍ଟ କରିବେ ସିଏ ଆପଣଙ୍କୁ ନେଗ୍ଲେକ୍ଟ କରିବ। ଆପଣ ଆପଣଙ୍କ ଘରେ ଆପଣଙ୍କ ସ୍ତ୍ରୀଙ୍କୁ ନେଗ୍ଲେକ୍ଟ କରନ୍ତୁ। ଧୀରେ ଧୀରେ ଦେଖିବେ ସେ ଦୁଃଖୀ ହେଇଯିବେ, ପାରିବାରିକ ଅଶାନ୍ତି ହବ। ହଁ, ସିଏ ଆପଣଙ୍କୁ ଧୀରେ ଧୀରେ ନେଗ୍ଲେକ୍ଟ କରିବାକୁ ଆରମ୍ଭ କରିବେ। ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ତାକୁ ବି ଆପଣ ନେଗ୍ଲେକ୍ଟ କରନ୍ତୁ, କିଛି ଦିନ ଦେଖିବେ ଧୀରେ 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 ସିଏ ବି ଧୀରେ ଧୀରେ ଆପଣଙ୍କ ଠାରୁ ଡିଷ୍ଟାନ୍ସ ମେଣ୍ଟେନ କରିବ। ସେମିତି ଆମ ଶରୀର, ଆମ ଶରୀରଟା ଗୋଟେ ଏତେ ସୂକ୍ଷ୍ମ ଜିନିଷ, କେବେ ଆମେ ତା ବିଷୟରେ ଚିନ୍ତା ହିଁ କରୁନାହାନ୍ତି। ତ ଆମେ କଣ କରୁଛନ୍ତି ନା ବାହ୍ୟ କାର୍ଯ୍ୟରେ ବ୍ୟସ୍ତ, ନିଜ ପାଇଁ ଚିନ୍ତା କରିବାକୁ ସମୟ ନାହିଁ ନିଜ ଶରୀର ବିଷୟରେ। ତ ସେଥିପାଇଁ କଣ ହଉଛି, ଧୀରେ 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 ଶରୀର ତାର ଯେତିକି ଦିନ ନର୍ମାଲି ଫଙ୍କସନ କରିବା କଥା କରୁଛି, ତାପରେ ଧୀରେ ଧୀରେ ସିଏ ବି ଆପଣଙ୍କୁ ନେଗ୍ଲେକ୍ଟ କରୁଛି। ତାମାନେ ବିଭିନ୍ନ ରୋଗ ସବୁ ତା ଭିତରେ ଦେଖା ଦଉଛନ୍ତି। ଆପଣ କଷ୍ଟ ପାଉଛନ୍ତି, ରୋଗ ଯନ୍ତ୍ରଣା ଛଟପଟ ହଉଛନ୍ତି, ଔଷଧ ଖାଉଛନ୍ତି, ପୁଣି ଗୋଟେ ନୂଆ ରୋଗ ବାହାରୁଛି। ତ ଯେତେ ଦିନ ଯାଏଁ ଆମେ ଆମ ଶରୀରକୁ ନେଗ୍ଲେକ୍ଟ କରିଚାଲିବା, ସେତେ ଦିନ ଯାଏଁ ହସ୍ପିଟାଲ ଫୁଲ ହେଇ ରହିବ। ତେଣୁ ଆପଣ ଆପଣ ଶରୀରକୁ ଯେତେ କେୟାର କରିବେ, ସେତେ ଶୀଘ୍ର ଆପଣ ହେଲ୍ଦି ହେଇଯିବେ ଆଉ ଶାନ୍ତିରେ ଜୀବନଟା କାଟିଦେବେ।